ଆଜି କେନ୍ଦ୍ରାପଡ଼ା ଜିଲ୍ଲାରେ ପହଞ୍ଚିଥିବାରୁ ତାଙ୍କୁ ବହୁତରୁ କେନ୍ଦ୍ରାପଡ଼ା ଯୁବ କଂଗ୍ରେସ ତରଫରୁ ବହୁତ ଧନ୍ୟବାଦ ଜଣାଇବା ସହିତ ତାଙ୍କୁ ରଞ୍ଜିତ କୁମାର ପାତ୍ର ରାଜ୍ୟ ଯୁବ କଂଗ୍ରେସ ସଭାପତି। ଦେଖନ୍ତୁ ଆଜି କେନ୍ଦ୍ରାପଡ଼ା ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ଏକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ ରହିଛି। ମୁଖ୍ୟ ଦାବି ରହିବ ତୁରନ୍ତ ଏସ୍ପି କୁ ଏଠୁ ନିଲମ୍ବିତ କରନ୍ତୁ ଏବଂ ଆଇନ ଶୃଙ୍ଖଳା ପରିସ୍ଥିତି କେନ୍ଦ୍ରାପଡ଼ାରେ ଆପଣ ଦେଖିଥିବେ କୋଉଭଳି ଭାବରେ ମାସକ ଭିତରେ ତିନି ଜଣଙ୍କ ଜୀବନ ଗଲାଣି ଏବଂ ଯୋଉ ଝିଅର ଯୋଉ ଚାମେଲି ତାକୁ ଯୋଉଭଳି ଭାବରେ ଆକ୍ରମଣ କରାଯାଇଛି 5-6 ଦିନ ଧରି ଯୋଉଭଳି ଭାବରେ ହସ୍ପିଟାଲ ପଡିଛି ଏବଂ ଆଇଆଇସି ଏବଂ ବିଡିଓ ତାଙ୍କୁ ତୁରନ୍ତ ଗିରଫ କରାଯାଉ ଏବଂ 2 ଜଣଙ୍କୁ ନିଲମ୍ବିତ ତୁରନ୍ତ କରି ତାଙ୍କୁ ଗିରଫ କରାଯାଉ ଆମେ ଦାବି କରୁଛୁ। ଦେଖନ୍ତୁ ଏ କାର୍ଯ୍ୟକ୍ରମ ରହିଛି ଘେରାଉ କାର୍ଯ୍ୟକ୍ରମ ଚାମେଲିକୁ ମଧ୍ୟ କଂଗ୍ରେସ ଦଳର ପିସି ସଭାପତି ଆସିଥିଲେ ଏବଂ ଯୁବ କଂଗ୍ରେସର ଟିମ୍ ମଧ୍ୟ ତାଙ୍କୁ ଭେଟିଛନ୍ତି। ଏ କାର୍ଯ୍ୟକ୍ରମ ସରିଲା ପରେ ଚାମେଲିଙ୍କୁ ଭେଟିବୁ ଭଉଣୀକି ଏବଂ ଆଗାମୀ ଦିନରେ ଯୁବ ଯେ ପର୍ଯ୍ୟନ୍ତ ତାକୁ ନ୍ୟାୟ ମିଳିନି ଆଗାମୀ ଦିନରେ ଆହୁରି ଜୋରଦାର ଆନ୍ଦୋଳନ ହେବ। ଆଜି ଦାବି ରହିବ କିଭଳି ଭାବରେ ଜୁଡିସିଆଲି ଇନକ୍ୱାରି କରାଯାଉ ଏବଂ ଆଇଆଇସି ଏବଂ ବିଡିଓ ତାଙ୍କୁ ତୁରନ୍ତ ନିଲମ୍ବିତ କରି ତାଙ୍କୁ ଗିରଫ କରାଯାଉ ତୁରନ୍ତ। ନହେଲେ ଆଗାମୀ ଦିନରେ ଓଡ଼ିଶାରେ ଯୁବ କଂଗ୍ରେସ ରାଜରାସ୍ତାରେ ଆହୁରି ଜୋରଦାର ଆନ୍ଦୋଳନ କରିବ।